ହାଏ ଦର୍ଶକ ବନ୍ଧୁ, ମୁଁ ଜୟଦେବ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆସନ୍ତୁ ଜାଣିବା ଦଶମ ଶ୍ରେଣୀର ଗଦ୍ୟ ବିଭାଗ ଜନ୍ମଭୂମି ତାହାର କିଛି ସର୍ଟ ନୋଟ୍ କେମିତି କ'ଣ ଲେଖା ହେଇଛି ତାହା ଜାଣିବା ଓ ସର୍ଟ ନୋଟ୍ ଦ୍ୱାରା ବହୁତ ବେନିଫିଟ୍ ମଧ୍ୟ ପାଇବେ। କମ୍ ସମୟରେ ଅଧିକ ପ୍ରଶ୍ନର ଉତ୍ତର ପାଇପାରିବେ ଓ ଜନ୍ମଭୂମି ପ୍ରବନ୍ଧର 25ଟି MCQ କ୍ୱେଶ୍ଚନ୍ ଆନ୍ସର୍ ଆଲୋଚନା କରିବା। ଚାଲନ୍ତୁ ପ୍ରଥମେ ଜାଣିବା ସର୍ଟ ନୋଟ୍। ଜନ୍ମଭୂମି ପ୍ରବନ୍ଧର ଲେଖକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତାଙ୍କର ଜନ୍ମ ହେଲା ଜନ୍ମସ୍ଥାନ ମୟୂରଭଞ୍ଜର ଖିଚିଂ। ତାଙ୍କର ଗବେଷଣା ଗ୍ରନ୍ଥ ହେଉଛି ଭୁବନେଶ୍ୱରର ପ୍ରତ୍ନତାତ୍ତ୍ୱିକ ଅବଶେଷ, ଯାହାକୁ ସେ ଇଂରାଜୀରେ ଲେଖିଛନ୍ତି। ଅନେକ ନୂତନ ଐତିହାସିକ ତଥ୍ୟର ସନ୍ଧାନ କରିଥିଲେ। ସେ କେଉଁ ପ୍ରକାର ତଥ୍ୟର ସନ୍ଧାନ କରିଥିଲେ ନା ଐତିହାସିକ ତଥ୍ୟର ସନ୍ଧାନ କରିଥିଲେ। ତାଙ୍କର ଆତ୍ମଜୀବନୀ ମୋ ସମୟର ଓଡ଼ିଶା। ତାଙ୍କର ଆତ୍ମଜୀବନୀ କ'ଣ ଅଟେ ନା ମୋ ସମୟର ଓଡ଼ିଶା। ଜନ୍ମଭୂମି ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧରୁ ସଂଗୃହୀତ? ପ୍ରବନ୍ଧ ମାନସରୁ। ଜନ୍ମଭୂମିର ପ୍ରକୃତ ଅର୍ଥ କହିଲେ କ'ଣ ବୁଝ ବା କାହାକୁ କୁହାଯାଏ? ତାର ପ୍ରକୃତ ଅର୍ଥ ହେଉଛି ମାତୃଗର୍ଭରୁ ପଡ଼ି ଯେଉଁଠାରେ ପ୍ରଥମେ ମୁଁ ଭୂମି ସ୍ପର୍ଶ କଲି ବା ପଲ୍ଲୀ ହିଁ ପ୍ରକୃତରେ ମୋର ଜନ୍ମଭୂମି ବୋଲି ପ୍ରାବନ୍ଧିକ କହିଛନ୍ତି। ଆୟୁ ସୂର୍ଯ୍ୟ ଯେତେ ବେଶୀ ବଢ଼ି ଚାଲିଛି, ଦିନକୁ ଦିନ ମୋର ପଲ୍ଲୀ ସହିତ ସମ୍ପର୍କ କ୍ଷୀଣ ହୋଇ ଚାଲିଛି। ପଲ୍ଲୀ ଗ୍ରାମରେ ଜାତି ଧର୍ମ ନିର୍ବିଶେଷରେ ଗୋଟାଏ ଏକ ପରିବାର ପରମ୍ପରା ଗଢ଼ି ଉଠିଥାଏ। ପ୍ରଶ୍ନ ହେବ, ପଲ୍ଲୀ ଗ୍ରାମରେ ପରମ୍ପରାର କେଉଁ ପରମ୍ପରା ଗଢ଼ି ଉଠିଥାଏ? ଏକ ପରିବାରସ୍ପର ପରମ୍ପରା। ଏକ ପରିବାରସ୍ପର ପରମ୍ପରା କେଉଁଠାରେ ଗଢ଼ି ଉଠିଥାଏ ନା ପଲ୍ଲୀ ଗ୍ରାମରେ। ଗ୍ରାମ ମୁଣ୍ଡରେ ସାରା ମାଉସୀ ତାର ଛୋଟ ପିଣ୍ଡାଟିରେ ବହୁ ବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛି। ଏଠାରେ ଦୁଇଟି ପ୍ରଶ୍ନ ହୋଇପାରିବ। ସାରା ମାଉସୀର ଘରଟି କେଉଁଠାରେ ଦେଖିବା ପାଇଁ ମିଳେ? ଗ୍ରାମ ମୁଣ୍ଡରେ। ସାରା ମାଉସୀ ତାର ଛୋଟ ପିଣ୍ଡାଟିରେ କିପରି ବସି ରହି ଆସିଛି? ପ୍ରସ୍ତର ମୂର୍ତ୍ତିଟି ପରି। ସାରା ମାଉସୀ ପ୍ରାବନ୍ଧିକଙ୍କୁ ଆଗେ ଦେଖିବା ମାତ୍ରେ ପଚାରୁଥିଲା, କେବେ ଆସିଲୁ ବାପା? କିନ୍ତୁ ଏବେ ଦେଖିଲେ କହେ, କେବେ ଆସିଲ ବାବୁ? ଏଠାରେ ମଧ୍ୟ ଦୁଇଟି ପ୍ରଶ୍ନ ହୋଇପାରିବ। ସାରା ମାଉସୀ ପ୍ରାବନ୍ଧିକଙ୍କୁ ଆଗେ ଦେଖିବା ମାତ୍ରେ କ'ଣ କହୁଥିଲେ? କେବେ ଆସିଲୁ ବାପା। କିନ୍ତୁ ଏବେ ଦେଖିଲେ କ'ଣ କହୁଛନ୍ତି ନା କେବେ ଆସିଲ ବାବୁ। ଗ୍ରାମର ମଝିରେ ଗୋବିନ୍ଦା ଭାଇର କ୍ଷୁଦ୍ର କୁଟୀର। ଏଠାରେ ମଧ୍ୟ ଦୁଇଟି ପ୍ରଶ୍ନ ହୋଇପାରିବ। ଗ୍ରାମ ମଝିରେ କାହାର କ୍ଷୁଦ୍ର କୁଟୀର ଦେଖିବା ପାଇଁ ମିଳିଥାଏ? ଗୋବିନ୍ଦ ଭାଇର। ଗୋବିନ୍ଦ ଭାଇର କ୍ଷୁଦ୍ର କୁଟୀର କେଉଁଠାରେ ଅବସ୍ଥିତ ନା ଗ୍ରାମର ମଝିରେ। ସେ ଆଜୀବନ ଅକର୍ମା ଓ ଅବିବାହିତ ରହିଛନ୍ତି। ଏଠାରେ ମଧ୍ୟ ଗୋଟେ ପ୍ରଶ୍ନ ହୋଇପାରିବ। ଗୋବିନ୍ଦ ଭାଇ କି ପ୍ରକାର ଲୋକ ଥିଲେ? ସେ ଆଜୀବନ ଅକର୍ମା ଓ ଅବିବାହିତ ଲୋକ ଥିଲେ। ପ୍ରାବନ୍ଧିକଙ୍କୁ ଗୋବିନ୍ଦ ଭାଇ ଦେଖିଦେଲେ ମନବୋଧ ଚଉତିଶା ବ୍ୟାଖ୍ୟା କରୁଥିଲେ। ଏଠାରେ ମଧ୍ୟ ପ୍ରଶ୍ନ ହୋଇପାରିବ, କିଏ ମନବୋଧ ଚଉତିଶା ପ୍ରାବନ୍ଧିକଙ୍କୁ ବା ଲେଖକଙ୍କୁ ବ୍ୟାଖ୍ୟା କରୁଥିଲେ? ଗୋବିନ୍ଦ ଭାଇ। ପ୍ରାବନ୍ଧିକଙ୍କୁ କିଏ ମନବୋଧ ଚଉତିଶା ବ୍ୟାଖ୍ୟା କରୁଥିଲେ? ଗୋବିନ୍ଦ ଭାଇ। ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି। ଯଥା ଶୀର୍ଣ୍ଣ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କର ସମାବେଶ ଦେଖାଯାଏ। ଏଠାରେ ମଧ୍ୟ ପ୍ରଶ୍ନ ହୋଇପାରିବ, ଗ୍ରାମଟି ଯାକ କେଉଁ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି ନା ନବାଗତ ଅତିଥିରେ। ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ। ଏଠାରେ ନବାଗତ ଅତିଥି କେଉଁମାନଙ୍କୁ କୁହାଯାଇଛି ନା ଗ୍ରାମରେ ଥିବା ଶୀର୍ଣ୍ଣ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କୁ କୁହାଯାଇଛି। ଚାଲନ୍ତୁ ଜାଣିବା କେତୋଟି ପ୍ରଶ୍ନର ଉତ୍ତର ବହିରେ ମଧ୍ୟ ଅଛି ଓ ମୁଁ ମଧ୍ୟ ନିଜେ ତିଆରି କରିଛି। ଚାଲନ୍ତୁ ଜାଣିବା। ପ୍ରଶ୍ନ ନମ୍ବର 1, ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି କିଏ ଭାସି ଚାଲିଛି? ଉତ୍ତର ହେଉଛି ପ୍ରାବନ୍ଧିକ। ପ୍ରଶ୍ନ ନମ୍ବର 2,
କେଉଁ ବ୍ୟକ୍ତି ଧର୍ମ ପାଖରେ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ତାଙ୍କର ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଇତ୍ୟାଦିକୁ ବଦଳାଇ ଦିଅନ୍ତି? ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି। ପ୍ରଶ୍ନ ନମ୍ବର 3, ଲେଖକ ଜନ୍ମଭୂମି ପଲ୍ଲୀକୁ ନିଜର ମା ବୋଲି ଭାବିଛନ୍ତି କାହିଁକି? କାରଣ ମାତୃଗର୍ଭରୁ ପଡ଼ି ସେ ପ୍ରଥମେ ଭୂମି ସ୍ପର୍ଶ କଲେ, ଯେଉଁଠାରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ। ବିଷମ ବିପାକ ବେଳେ ଯେ ସେ ଅଞ୍ଚଳର ଫଳ, ପୁଷ୍ପ, ଶାକ, ତଣ୍ଡୁଲ ଢାଳି ଦେଇ ତାଙ୍କ ଶିଶୁ ପ୍ରାଣକୁ ପରିପୁଷ୍ଟ କରିଥିଲା, ସେହି ପଲ୍ଲୀ ହିଁ ତାଙ୍କର ଜନ୍ମଭୂମି ଅଟେ। ସେହି ତାଙ୍କର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ଅଟେ। ପ୍ରଶ୍ନ ନମ୍ବର 4, ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ'ଣ? ଏହି ପ୍ରଶ୍ନର ଉତ୍ତର ଗୁଡ଼ିକ ବା ଏହା ବହିର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଅଟେ, ଯାହାକୁ ମୁଁ ଆଣିଛି। ଏହାର ଆଉ ଗୋଟେ ପାର୍ଟ ତିଆରି କରିବି ବା ଜନ୍ମଭୂମି ପ୍ରବନ୍ଧରେ ଯେତିକି ପ୍ରଶ୍ନ ହେଇପାରିବ ସେ ସବୁ ପ୍ରଶ୍ନକୁ ମୁଁ ଆଣିବା ପାଇଁ ଚେଷ୍ଟା କରିବି, ଯାହାଦ୍ୱାରା ପିଲାମାନଙ୍କୁ ପରୀକ୍ଷାରେ ସହଯୋଗ ହେଇପାରିବ। ସେଇଟା ମୋର ଚେଷ୍ଟା। ଚାଲନ୍ତୁ ଜାଣିବା। ପ୍ରଶ୍ନ ନମ୍ବର 5, ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ'ଣ? ନା ମାତୃଗର୍ଭରୁ ପଡ଼ି ସେ ପ୍ରଥମେ ଭୂମି ସ୍ପର୍ଶ କଲେ, ଯେଉଁଠାରେ ସେ ପ୍ରଥମେ ଜନ୍ମ ହେଲେ। ସେଠାକାର ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ ଓ ବିଷମ ବିପାକ ବେଳେ ଯେ ସେ ଅଞ୍ଚଳର ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଢାଳି ଦେଇ ଶିଶୁ ପ୍ରାଣକୁ ପରିପୁଷ୍ଟ କରିଥିଲା, ସେହି ପଲ୍ଲୀ ହିଁ ତାଙ୍କର ଜନ୍ମଭୂମି ଓ ସେହି ତାଙ୍କର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ଅଟେ ବୋଲି କହିଛନ୍ତି। ପ୍ରଶ୍ନ ନମ୍ବର 6, ଏ ସମସ୍ତ ମୋର ଜନ୍ମଭୂମି, ଏହି ବାକ୍ୟାଂଶରେ ଏ ସମସ୍ତ କାହାକୁ କୁହାଯାଇଛି? ଏ ସମସ୍ତ ଏହି ବିଶାଳ ପୃଥିବୀ, ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ଦେଶ ବା ମୋର ଜନ୍ମସ୍ଥାନ ପଲ୍ଲୀ ଗ୍ରାମକୁ ଏଠାରେ ବ୍ୟାପକ ଅର୍ଥରେ ଏ ସମସ୍ତ ମୋର ଜନ୍ମଭୂମି କୁହାଯାଇଛି। ପ୍ରଶ୍ନ ନମ୍ବର 6, ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ କିପରି ହେଉଛି ବୋଲି ସେ କହିଛନ୍ତି? ଘନିଷ୍ଠ ହେବା କଥା କିନ୍ତୁ ଏଠାରେ କ୍ଷୀଣ ହେଉଛି ବୋଲି କହିଛନ୍ତି। ଏ ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପଢ଼ି ସାରିଛି। ସମୟ ସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି? ନା ନିଃସହାୟ ଶୁଷ୍କ ତୃଣ ପରି। ପ୍ରଶ୍ନ ନମ୍ବର 8, ସମୟ ସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି? ପୁଣି ଥରେ ରିପିଟ୍ ହେଇଗଲା, ନିଃସହାୟ ଶୁଷ୍କ ତୃଣ ପରି। ପ୍ରଶ୍ନ ନମ୍ବର 8, ଧର୍ମାନ୍ତର ପରେ ଲୋକର କି ପରିବର୍ତ୍ତନ ହୋଇଥାଏ? ଧର୍ମାନ୍ତର ଲୋକର କି ପରିବର୍ତ୍ତନ ହୋଇଥାଏ? ନା ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ଯେପରି ଧର୍ମ ପାଖରେ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରିଦିଏ, ଠିକ୍ ସେହିପରି ତାର ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଇତ୍ୟାଦି ବଦଳାଇ ଦିଏ ଓ ଶେଷ ବେଳକୁ ଜାତୀୟତା ଭୁଲି ଯେପରି ନିଜର ଜନ୍ମଭୂମିକୁ ସୁଦ୍ଧା ସେ ଅସ୍ୱୀକାର କରନ୍ତି ବା ଭୁଲି ଯାଆନ୍ତି। ପ୍ରଶ୍ନ ନମ୍ବର 9, ପଲ୍ଲୀରେ ଏକ ପରିବାରତ୍ୱ ଗଢ଼ି ଉଠିବାର କି ପ୍ରମାଣ ମିଳେ? ଚାଲନ୍ତୁ ଜାଣିବା। ପଲ୍ଲୀ ଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି ଧର୍ମ ନିର୍ବିଶେଷରେ ଗୋଟାଏ ଏକ ପରିବାରତ୍ୱର ପରମ୍ପରା ଗଢ଼ି ଉଠିବାର ଦେଖାଯାଏ। କାରଣ ସେଠାରେ ସମସ୍ତେ କେହି ଭାଇ ତ, କେହି ଭଉଣୀ, କେହି କକା, କେହି ଖୁଡ଼ୀ ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହେଇଥାନ୍ତି। ସେଥିପାଇଁ ପଲ୍ଲୀ ଗ୍ରାମରେ ଏକ ପରିବାରତ୍ୱର ପରମ୍ପରା ଗଢ଼ି ଉଠିବାର ପ୍ରମାଣ ମିଳେ। ପ୍ରଶ୍ନ ନମ୍ବର 20 ବା 10, ସାରା ମାଉସୀ ଲେଖକଙ୍କୁ ଆଗେ କ'ଣ କହି ପଚାରୁଥିଲା? ଦେଖନ୍ତୁ, ସେଇ ସର୍ଟ ନୋଟ୍ ମାଧ୍ୟମରେ ଆମେ କେତୋଟି ପ୍ରଶ୍ନ ଆମେ ତିଆରି କରିପାରିବା। ପ୍ରଥମେ ସେଇଟା ଆମେ ସର୍ଟ ନୋଟ୍ରେ ପଢ଼ିଛେ। ଚାଲନ୍ତୁ ତ ପ୍ରଶ୍ନ ଉତ୍ତର ମଧ୍ୟ ଜାଣିବା। ସାରା ମାଉସୀ ଲେଖକଙ୍କୁ ଆଗେ କ'ଣ କହି ପଚାରୁଥିଲା? କେବେ ଆସିଲୁ ବାପା? କିନ୍ତୁ ଏବେ କ'ଣ କହୁଛି? ନା କେବେ ଆସିଲ ବାବୁ? ପ୍ରଶ୍ନ ନମ୍ବର 22 ବା 12,
ଗୋବିନ୍ଦା ଭାଇ କି ପ୍ରକାର ଲୋକ? ସେ ଆଜୀବନ ଅକର୍ମା ଓ ଅବିବାହିତ ଲୋକ ଅଟନ୍ତି। ଦେଖନ୍ତୁ ସେ ସର୍ଟ ନୋଟ୍ ମାଧ୍ୟମରେ ଆମେ କେତୋଟି ପ୍ରଶ୍ନର ଉତ୍ତର ମଧ୍ୟ ପାଇପାରିବା ଓ କମ୍ ସମୟରେ ଜାଣିପାରିବା। ତେଣୁକରି ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ସର୍ଟ ନୋଟ୍ ତିଆରି କରିବା ପାଇଁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ବହୁତ ଲାଭ ମିଳିବ। ପ୍ରଶ୍ନ ନମ୍ବର 13, ଗୋବିନ୍ଦା ଭାଇ ଲେଖକଙ୍କୁ କୁଟୀରରେ ବସାଇ କି ପ୍ରକାର ବ୍ୟବହାର ଦେଖାଉଥିଲା? ସେ ଦେଖାହେଲେ ତାଙ୍କ କ୍ଷୁଦ୍ର କୁଟୀରକୁ ନେଇ ମନୋବୋଧ ଚଉତିଶା ପ୍ରାବନ୍ଧିକଙ୍କୁ ବ୍ୟାଖ୍ୟା କରୁଥିଲା। ପ୍ରଶ୍ନ ନମ୍ବର 14, ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି, ଏଠାରେ କେଉଁ ନବାଗତ ଅତିଥିଙ୍କ କଥା ଲେଖକ କହିଛନ୍ତି? ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି, ଏଠାରେ ନବାଗତ ଅତିଥି ଛିନ୍ନ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କର ସମାବେଶକୁ କହିଛନ୍ତି। ପ୍ରଶ୍ନ ନମ୍ବର 15, ଗ୍ରାମର ଶିଶୁ ସମାବେଶ ଉପରେ ଲେଖକ କି ଅଭିମତ ଦେଇଛନ୍ତି? ଚାଲନ୍ତୁ ଜାଣିବା। ଗ୍ରାମର ଶିଶୁ ସମାବେଶ ଉପରେ ଲେଖକ ଅଭିମତ ଦେଇଛନ୍ତି ଯେ ସେମାନେ ଲେଖକଙ୍କୁ କେହି ବି ଜାଣିନାହାନ୍ତି। ଲେଖକଙ୍କ ସାଥିରେ କେବେ ଦେଖାହେଲେ ଆଫ୍ରିକାର ଜେବ୍ରା ବା ଜିରାଫକୁ ଚାହିଁ ରହିଲା ପରି ସେମାନେ ଲେଖକଙ୍କୁ ଚାହିଁ ରହିଥାନ୍ତି। ସେ କଥା ଏଠାରେ ସେ ଉଲ୍ଲେଖ କରୁଛନ୍ତି। ପ୍ରଶ୍ନ ନମ୍ବର 16, ଏହି ଶିଶୁମାନେ ଲେଖକଙ୍କୁ ଏବେ ଦେଖିଲେ କିପରି ବ୍ୟବହାର ଦେଖାଇଥାନ୍ତି? ଏହି ଶିଶୁମାନେ ଲେଖକଙ୍କୁ ଏବେ ଦେଖିଲେ ଆଫ୍ରିକାର ଜେବ୍ରା ବା ଜିରାଫକୁ ଚାହିଁ ରହିଲା ପରି ସେମାନେ ଚାହିଁ ରହିଥାନ୍ତି। ପ୍ରଶ୍ନ ନମ୍ବର 17, ଗ୍ରାମର ସାଧାରଣ ଯୁବକମାନେ କିପରି ସମୟ ବିତାନ୍ତି? ଗ୍ରାମର ସାଧାରଣ ଯୁବକମାନେ ରାଜନୀତିର ଆଶ୍ରୟ ନେଇ ସମୟ ବିତାନ୍ତି ବା ବିତାଇଥାନ୍ତି। ଚାଲନ୍ତୁ ଜାଣିବା କେତୋଟି MCQ, 25ଟି MCQର ଉତ୍ତର ଆଲୋଚନା କରିବା। ପ୍ରଶ୍ନ ନମ୍ବର 1, ଜନ୍ମଭୂମି ପ୍ରବନ୍ଧର ପ୍ରାବନ୍ଧିକ କିଏ? ଯଦି ତାର ଉତ୍ତର ଜାଣିଛନ୍ତି ବା ନିଜେ ଭିଡ଼ିଓ ଦେଖିକି ମଧ୍ୟ ତାର ଉତ୍ତର ଦିଅନ୍ତୁ। ଉତ୍ତର ହେବ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପ୍ରଶ୍ନ ନମ୍ବର 2, ଜନ୍ମଭୂମି ପ୍ରବନ୍ଧଟି ପ୍ରାବନ୍ଧିକଙ୍କ କେଉଁ ପ୍ରବନ୍ଧରୁ ସଂଗୃହୀତ? ଆମେ ସର୍ଟ ନୋଟରେ ପଢ଼ିଛେ। ଚାଲନ୍ତୁ ଏ ପ୍ରଶ୍ନ ଉତ୍ତର ଜାଣିଦେବା। ପ୍ରଶ୍ନ ନମ୍ବର 6, ପ୍ରବନ୍ଧ ମାନସ। ପ୍ରବନ୍ଧ ମାନସ। ପ୍ରଶ୍ନ ନମ୍ବର 3, ବିଷମ ବିପାକ ବେଲେ କିଏ ଫଲ, ପୁଷ୍ପ, ଶାକ, ତଣ୍ଡୁଲ ଦେଇ ଲେଖକଙ୍କ ଶିଶୁ ପ୍ରାଣକୁ ପରିପୁଷ୍ଟ କରିଛି? ଉତ୍ତର ହେବ, ଏ ପ୍ରଶ୍ନର ଉତ୍ତର ବୋଧହୁଏ ସମସ୍ତେ ଜାଣିଥିବେ, ଜନ୍ମଭୂମି। ପ୍ରଶ୍ନ ନମ୍ବର 4, ଲେଖକ କେଉଁଠାରୁ ପ୍ରଥମେ ରୂପ, ରସ, ଗନ୍ଧ, ସ୍ପର୍ଶର ପରିଚୟ ପାଇଥିଲେ? କେଉଁଠାରୁ? ଉତ୍ତର ହେବ ହ, ଜନ୍ମଭୂମିରୁ। ପ୍ରଶ୍ନ ନମ୍ବର 5, ତଣ୍ଡୁଲ ଶବ୍ଦର ଅର୍ଥ କଣ? ଉତ୍ତର ହେବ ଘ, ଚାଉଳ। ପ୍ରଶ୍ନ ନମ୍ବର 6, କାହାକୁ ଲେଖକ ନିଜର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ କହିଛନ୍ତି? ଉତ୍ତର ହେବ ଜନ୍ମଭୂମି। ପ୍ରଶ୍ନ ନମ୍ବର 7, ଆୟୁ ସୂର୍ଯ୍ୟ ଯେତେ ଗଢ଼ି ଚାଲିଛି ତା ସହିତ ଲେଖକଙ୍କର ସମ୍ବନ୍ଧ କଣ ବେଶୀ ହେବା କଥା? ନା ଘନିଷ୍ଠ ହେବା କଥା, କିନ୍ତୁ
କ୍ଷୀଣ ହେଉଛି। ପ୍ରଶ୍ନ ନମ୍ବର 8, ପ୍ରବନ୍ଧ ଅନୁସାରେ କିଏ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି? ଆମେ ଆଗରୁ ପଢିଛେ, କିଏ ନା ପ୍ରାବନ୍ଧିକ। ପ୍ରଶ୍ନ ନମ୍ବର 9, ଲେଖକ କାହାର ରୂପକୁ ଜାତି ସ୍ମର ପରି ମନେ ରଖୁଛନ୍ତି? ଉତ୍ତର ହେବ ଗ ପଲ୍ଲୀଗ୍ରାମର। ପ୍ରଶ୍ନ ନମ୍ବର 10, ପଲ୍ଲୀଗ୍ରାମକୁ ଫେରିବାକୁ ଲେଖକଙ୍କର କଣ ନାହିଁ ବୋଲି ପ୍ରବନ୍ଧରେ କୁହାଯାଇଛି? ଉତ୍ତର ହେବ ସାହସ। ସାହସ। ପ୍ରଶ୍ନ ନମ୍ବର 11, ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତି ଶେଷବେଳକୁ ନିଜର ଜନ୍ମଭୂମିକୁ ପାଶୋରି ପକାଇ ପ୍ରଚଳିତ ଶିକ୍ଷା ପାଖରେ କଣ ଉତ୍ସର୍ଗ କରିଥାନ୍ତି? ଉତ୍ତର ହେବ ମାନବିକତା। ପ୍ରଶ୍ନ ନମ୍ବର 12, ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ। ଏଠାରେ ସେମାନେ କାହାକୁ ଲକ୍ଷ୍ୟ କରି କୁହାଯାଇଛି? ଉତ୍ତର ହେବ ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତିଙ୍କୁ। ପ୍ରଶ୍ନ ନମ୍ବର 13, ବହୁବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି ଧର୍ମ ନିର୍ବିଶେଷରେ କେଉଁ ପରମ୍ପରା ଗଢ଼ି ଉଠିଥାଏ? ଉତ୍ତର ହେବ ଘ ଏକ ପରିବାରତ୍ୱ। ପ୍ରଶ୍ନ ନମ୍ବର 14, କିଏ ଛୋଟ ପିଣ୍ଡାରେ ବହୁ ବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛି ବୋଲି ଜନ୍ମଭୂମି ପ୍ରବନ୍ଧରେ କୁହାଯାଇଛି? ତାର ମାଉସୀ। ପ୍ରଶ୍ନ ନମ୍ବର 15, ଗ୍ରାମ ମୁଣ୍ଡରେ ସାର ମାଉସୀ କିପରି ବସିଥାଏ? ଉତ୍ତର ହେବ ପ୍ରସ୍ତର ମୂର୍ତ୍ତିଟି ପରି। ପ୍ରଶ୍ନ ନମ୍ବର 16, ସାରା ମାଉସୀ ଲେଖକଙ୍କୁ ଆଗେ କଣ କହି ପଚାରୁଥିଲା? ଉତ୍ତର ହେବ ପ୍ରଥମେ ପଚାରୁଥିଲା କଣ ନା କେବେ ଆସିଲୁ ବାପା। ପ୍ରଶ୍ନ ନମ୍ବର 17, ଗୋବିନ୍ଦା ଭାଇ କି ପ୍ରକାର ଲୋକ? ଉତ୍ତର ହେବ ଆଜୀବନ ଅକର୍ମା ଲୋକ। ପ୍ରଶ୍ନ ନମ୍ବର 18, ଗୋବିନ୍ଦା ଭାଇର ଛୋଟ କୁଟୀରଟି କେଉଁଠି ଅବସ୍ଥିତ? ଗ୍ରାମ ମଝିରେ। ପ୍ରଶ୍ନ ନମ୍ବର 19, କୁଶୋଦର ପଦଟିର ଅର୍ଥ କଣ? ଉତ୍ତର ହେବ କ୍ଷୀଣ ପେଟ। ପ୍ରଶ୍ନ ନମ୍ବର 20, ଲେଖକଙ୍କୁ ମନବୋଧ ଚଉତିଶା କିଏ ଶୁଣାଉଥିଲେ? ଉତ୍ତର ହେବ ଗୋବିନ୍ଦା ଭାଇ। ପ୍ରଶ୍ନ ନମ୍ବର 21, ପୂର୍ବ ଜନ୍ମର ଘଟଣାବଳୀକୁ ଯେ ସ୍ମରଣ କରିପାରେ ତାକୁ କଣ କୁହାଯାଏ? ଉତ୍ତର ହେବ ଜାତି ସ୍ମର। ପ୍ରଶ୍ନ ନମ୍ବର 22, ଗ୍ରାମର ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ନବଯୁବକମାନେ କିପରି ସମୟ ବିତାନ୍ତି? ରାଜନୀତିର ଆଶ୍ରୟ ନେଇ। ପ୍ରଶ୍ନ ନମ୍ବର 23, ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ କାହିଁକି ସମ୍ଭବ ହୁଏ ନାହିଁ? ତାର ଉତ୍ତର ହେବ ଗ୍ରାମ୍ୟ ଯୁବକମାନଙ୍କର ମାନସିକ ପରିବର୍ତ୍ତନ ଘଟିଥିବାରୁ। ପ୍ରଶ୍ନ ନମ୍ବର 24, ଲେଖକ କେଉଁମାନଙ୍କ ମନ ସହିତ ଗତି କରି ଚାଲିବା ସମ୍ଭବ ନୁହେଁ ବୋଲି କହିଛନ୍ତି? ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ନବଯୁବକ ମାନଙ୍କ ସହିତ। ଲାଷ୍ଟ MCQ 25, ଗ୍ରାମବାସୀମାନେ କେଉଁ ସମୟରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହିଥାନ୍ତି? ଗ୍ରୀଷ୍ମ ଋତୁରେ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର ଓ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ।
ଓ 25ଟି MCQରେ କାହାର କେତେଟି ସ୍କୋର ହେଲା ଦେଖିକି ବା କମେଣ୍ଟ ବକ୍ସରେ ଲେଖିକି ଜଣାଇବେ। ଯଦି ଚ୍ୟାନେଲକୁ ପ୍ରଥମ କରିକି ଭିଜିଟ୍ କରୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।